ଆମେ ସୋମବାର ଦିନ ଯାଇଥିଲୁ ପ୍ରିନ୍ସର ଚୁଟି ପକାଇବା ପାଇଁ। ଯାହା ବି କିଛି ସୁଟ୍ କରିଛି ଆପଣମାନଙ୍କ ନିହାତି ସେୟାର କରିବେ। ଭିଡ଼ିଓ ଟିକେ ଆପଣ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ ଆମେ କେଉଁଠିକି ଯାଇଥିଲୁ ଚୁଟି ପକାଇବା ପାଇଁ ପ୍ରିନ୍ସର। ତ ପ୍ରିନ୍ସର ଯଚା ହେଇଥିଲା ଆରଡ଼ି ଆଖଣ୍ଡଳମଣିଙ୍କ ପାଖରେ ଚୁଟି ପଡ଼ିବ ବୋଲି। ତ ତାକୁ ଯେତେବେଳେ 1 ଇୟର୍ କମ୍ପ୍ଲିଟ୍ ହେଇଗଲା ତ ଆମେ ନେଇକି ଯାଇଥିଲୁ ତାକୁ ଚୁଟି ପକାଇବା ପାଇଁ। ତ ଦେଖନ୍ତୁ ତାପରେ ଆମେ ଗାଁକୁ ବି ଯାଇଥିଲୁ। ତ ଆମ ଗାଁଟା ହେଉଛି ଭଦ୍ରକ ଡିଷ୍ଟ୍ରିକ୍ଟ ପିରହାଟ। ତ ଯେଉଁମାନେ ଭଦ୍ରକ ଡିଷ୍ଟ୍ରିକ୍ଟ ହେଇଥିବେ ତ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଆମେ ଯାଇଥିଲୁ ଆରଡ଼ି ଆଖଣ୍ଡଳମଣିଙ୍କ ପାଖକୁ। ତ ଦେଖନ୍ତୁ ପ୍ରିନ୍ସ ଏବେ ମାଆଙ୍କ ସହିତ ଆଗେ ଆଗେ ଚାଲିଛି ପୁରା, ତାର ଆଜି ଛୁଟି ପଡ଼ିବ। ଚୁଟି ଯେତେବେଳେ କଟା ହେଲା ମାନେ ନଣ୍ଡା ହେଲା ସେ ଟୋଟାଲ ବି କାନ୍ଦିଲାନି, ପୁରା ଆରାମସେ ଦେଖେଇ ନେଲା। ତ ଆପଣ ଭିଡ଼ିଓ ଟିକେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ। ମାଆ ତାକୁ ନେଇକି ଯାଉଛନ୍ତି, ମାଆ ବି ତାକୁ ଧରିଥିଲେ। ତ ଟୋଟାଲ ବି ସେ କାନ୍ଦିଲାନି, ଦେଖେଇ ଦେଲା ଆରାମସେ। ବସ୍ ଲାଷ୍ଟକୁ ଟିକେ ଧରିଲା ବେଳକୁ ସେ ଟିକେ କାନ୍ଦୁଥିଲା, ଦେଖନ୍ତୁ। ତ କାମ ବ୍ୟସ୍ତରେ ଆକ୍ଚୁଆଲି ମୁଁ ଭିଡ଼ିଓଟି 3-4 ଦିନ ହେଲାଣି ପାଇଲିଣି। ଆଉ ମାନେ ଏଡ଼ିଟିଂ କରିକି ତ ସମୟ ବାହାର କରି ଦେବାକୁ ପଡ଼ିବ ନା। ତ ଏପଟେ ଘର କାମ ବି ରହୁଛି, ଆଉ କଲେଜ କାମ ବି ରହୁଛି, ଆଉ ଆପଣ ଜାଣିଥିବେ ଶାଢ଼ୀର ତା ଭିତରେ ବି ରହୁଛି କି କେତେବେଳେ କେମିତି କଲ୍ କରୁଛନ୍ତି ତା'ର ବୁକ୍ ପାଇଁ। ଆଉ ତ ସମୟ ବାହାର କରିକି ତ କରି ହେଉନି, ତଥାପି ମୁଁ ଆଜି କିଛି ଭିଡ଼ିଓ ପୋଷ୍ଟ କଲି। ନାଇଁ ବହୁତ ଦିନ ହେଇଗଲାଣି ତ ପୋଷ୍ଟ କରିଦେବା। ତ ଏଇଟା ଦେଖନ୍ତୁ ଆମ ପିଇସି ନାନୀଙ୍କ ଘର, ପିଇସି ନାନୀଙ୍କ ଘର ପାଖରେ ହିଁ ମନ୍ଦିରଟା। ତ ବହୁତ ହିଁ ଭଲ ଲାଗୁଥିଲା। ତ ଆମେ ଏଇଠୁ ସବୁ କାମ ସାରିକି ଆମେ ଗାଁକୁ ବାହାରିଲୁ। ତ ଆମ ଗାଁଟା ତ ଆପଣଙ୍କୁ କହିଥିଲି ଭଦ୍ରକ ଡିଷ୍ଟ୍ରିକ୍ଟର ପିରହାଟ ବୋଲି। ତାପରେ ଗାଁରେ ବି କିଛି ଅଳ୍ପ କିଛି ସୁଟ୍ କରିଛି, ଯାହାବି ମୁଁ କରିପାରିଲି କରିଛି, ବେଶୀ ବି କିଛି କରିନି। ତ ଚାଲନ୍ତୁ, ଏଇଟା ତ କେଉଁ ଜାଗା ଆପଣ ନିହାତି ଜାଣିପାରୁଥିବେ, ତିହିଡ଼ି ମାର୍କେଟ ଏଇଟା। ତ ଯେଉଁମାନେ ଭଦ୍ରକ ଡିଷ୍ଟ୍ରିକ୍ଟର ଲୋକ ହେଇଥିବେ ତ ନିହାତି ଜାଣିପାରୁଥିବେ ଏଇଟା କେଉଁ ଜାଗା କ'ଣ ବୋଲି। ତ ମୁଁ ତ ଏଇଠିକି କେତେ ଥର ହେଲା 2 ଥର ହେଲା ଯାଇଛି। ଫାଷ୍ଟ ମୋ ବାହାଘର ବର୍ଷ ଯାଇଥିଲି, ତାପରେ ଏବେ ଥର ଗଲି, 2 ଥର ହିଁ ଯାଇଛି। ତ ଦେଖନ୍ତୁ ପ୍ରିନ୍ସ ଦେଖନ୍ତୁ ଗାଡ଼ି ଭିତରେ କେମିତି କ'ଣ ଦୁଷ୍ଟାମି କରୁଛି ମାଆଙ୍କ ସହିତ। ଆଉ ଏପଟେ ପଛରେ ବସିଛନ୍ତି ମୋ ହଜବେଣ୍ଡ ବସିଛନ୍ତି, ଆଉ ଦିଅର ବସିଛନ୍ତି। ଆମେ ଯାଉଛୁ ଗାଁକୁ। ଏବେ ଦେଖନ୍ତୁ ଗାଁ ବି ଆପଣଙ୍କୁ ଦେଖେଇବି ନିହାତି। ସାନ ମାଆଙ୍କ ଘର, ସାନ ମାଆଙ୍କ ଘର ସାମ୍ନାରେ ତ ବଡ଼ ମାଆଙ୍କ ଘର। ଆଉ ଏଇ ଯେଉଁ ଜାଗାଟା ଫାଙ୍କା ପଡ଼ିଛି ତ ଆମର ରହିଛି ଘର ତିଆରି ହେବ ବୋଲି। ତ ଠିକ୍ ହେଇନି ଘର କେବେ କ'ଣ ହେବ, ତଥାପି ହେବ, ଘର ସେଠି ବନେଇ ହେବ। ତ ଏଇଠି ଆଗରୁ ଚାଳ ଘର ଥିଲା, ତ ଭଙ୍ଗା ହେଇଯାଇଛି। ତ ଏବେ ସେଟା ଭଙ୍ଗା ହେଇଛି, ଜଷ୍ଟ ଅଳ୍ପ କିଛି ଦିନ ହେବ। ଏମିତି ଖାଲି ବେଢ଼ା ବୁଲା ହେଇଛି, ଆଉ ଏପଟ ସାଇଡ଼୍ଟା ବି ରହୁଛି। ତ ଦେଖନ୍ତୁ ଦେଖନ୍ତୁ ଏବେ ଆସ୍ତେ ଆସ୍ତେ ସନ୍ଧ୍ୟା ହେଇ ଆସିଲାଣି। ମାଆ ଏବେ ଯାଉଛନ୍ତି ଟିକେ ଚାହା ପିଇଦେବେ। ଚାହା ପିଇ ସାରିଲା ପରେ ଟିକେ ପ୍ରିନ୍ସକୁ ଖୁଆଇ ନେବେ, ତାପରେ ଆମେ ବାହାରିବୁ ଭୁବନେଶ୍ୱର। କାରଣ ଆଜି ଗୋଟେ ଦିନ ପୁରା ଭଦ୍ରକରେ ରହିବୁ। କାମ ସବୁ ସରିଗଲାଣି, ତ ଜଲ୍ଦି ଜଲ୍ଦି ଆମେ ବାହାରି ଯିବୁ, କାରଣ 6ଟା 6:30 ହେଇଗଲାଣି। କାରଣ ଭୁବନେଶ୍ୱର ପହଞ୍ଚିଲା ରାତି 11।